ହ୍ୟୁମାନ ସାଗର ଆସିକି ଏଠି ପହଞ୍ଚିଲେ। ଆପଣମାନେ ବର୍ତ୍ତମାନ ଦେଖୁଥାନ୍ତୁ ସେ ବର୍ତ୍ତମାନ ପ୍ରକଟ ହେବାକୁ ଚାହୁଁଛନ୍ତି। ଆପଣମାନେ ଥାନ୍ତୁ ଲାଇନରେ। ହ୍ୟୁମାନ ସାଗରଙ୍କ ପାଇଁ ଆମର ଏଇ ଅନୁଷ୍ଠାନଟି ଆଜି ଚାଲିଛି। ବର୍ତ୍ତମାନ ହ୍ୟୁମାନ ସାଗର ନିଜେ ଆସିବେ। ସେ ବର୍ତ୍ତମାନ ମା କାମାକ୍ଷା ପାଖରେ ବର୍ତ୍ତମାନ ଆସି କରିଛନ୍ତି। ଯୋଉମାନେ ବର୍ତ୍ତମାନ ତାଙ୍କର ସବୁ କିଛି ଲୁଟ୍ କରିଛନ୍ତି ଏବଂ ତାଙ୍କୁ ବିପଥଗାମୀ କରିଛନ୍ତି ସମସ୍ତଙ୍କର ନାଁ ସେ ଗୋଟି ଗୋଟି କରିକି କହିବେ। ଏବଂ ଯୋଉ ତାଙ୍କର ଯୋଉ ମୁଖ୍ୟ ମହିଳା କଥା ଥିଲା, ଯୋଉ ମୁଖ୍ୟ ଝିଅଟି ତାଙ୍କୁ ବିପଥଗାମୀ କରାଇଛି ତା ନାଁ ମଧ୍ୟ କହିବେ। ଆଜି ସମସ୍ତଙ୍କ ନାଁ କ୍ୟାମେରା ସାମ୍ନାରେ ଆସାମ ଗୌହାଟୀ କାମାକ୍ଷା ପୀଠର ସୌଭାଗ୍ୟ କୁଣ୍ଡରେ ଏଇଠି ପ୍ରକଟ ହେବେ। କୁଆଡେ ଯାଆନ୍ତୁ ନାହିଁ, ସମସ୍ତେ ଅପେକ୍ଷା କରନ୍ତୁ, ତାଙ୍କ ମୁହଁରୁ ଶୁଣନ୍ତୁ। କଣ ভিডিওটা দেখলে হস লাগুଛି এইଥିପାଇଁ ୟାର ଉପାଦାନ ୟାର କାହାଣୀ କି ଶୁଣିଲେ ଯିଏ ନାହିଁ ସିଏ ନାହିଁ ହସିବ, ଆପଣମାନଙ୍କୁ ମଧ୍ୟ ହସ ଲାଗିବ। ଆଉ ଭିଡ଼ିଓଟାକୁ ଗୁରୁତ୍ୱ ଏଇଥିପାଇଁ ବହନ କରୁଛି, ଭିଡ଼ିଓଟାକୁ ଦେଖିଲେ ଏତେ ଖରାପ ଲାଗୁଛି ଆଉ ଦୁଃଖ ଲାଗୁଛି ଯେ ଓଡ଼ିଶାର ମିଡ଼ିଆ, ଓଡ଼ିଶାରେ ବହୁତ ସଂଖ୍ୟାରେ ମିଡ଼ିଆ ବର୍ତ୍ତମାନ ଦେଖିବାକୁ ମିଳୁଛି। ସେ ନ୍ୟୁଜ୍ ଚ୍ୟାନେଲ୍, ୱେବ୍ ପୋର୍ଟାଲ୍ ହେଉ, ମୋବାଇଲରେ ହେଉ, ୟୁଟ୍ୟୁବ୍ ଚ୍ୟାନେଲ୍ ହେଉ, ବିଭିନ୍ନ ପ୍ରକାର ନ୍ୟୁଜ୍ ଚ୍ୟାନେଲ୍ ଓଡ଼ିଶାରେ ବୁଲୁଛି ହଜାର ହଜାର ସଂଖ୍ୟାରେ। ଏବଂ ସେମାନେ ତଥ୍ୟ ପରିବେଷଣ କଲାବେଳେ କୌଣସି ପ୍ରକାର ସତ୍ୟାସତ୍ୟ, କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣତା, ମିଡ଼ିଆର ଯେଉଁ ଦାୟିତ୍ୱବଦ୍ଧତା ସେଇଟାକୁ ସେମାନେ ଗ୍ରହଣ କରୁନାହାନ୍ତି। ମନ ଇଚ୍ଛା ଭିଡ଼ିଓ ମନ ଇଚ୍ଛା କରିକିରି ଛାଡ଼ୁଛନ୍ତି ନିଜର ଭ୍ୟୁଜ୍ ପାଇଁ ଏବଂ ନିଜର ବିଜନେସ୍ ପାଇଁ। ଏସବୁ ଜିନିଷ ଗୁଡ଼ିକ ସ୍ୱାଭିମାନୀ ଓଡ଼ିଆମାନଙ୍କୁ ବହୁତ କଷ୍ଟ ଦେଉଛି। ଓଡ଼ିଶା ଜାତି ପାଇଁ ଏସବୁ ବହୁତ ଖରାପ ହେଉଛି। ଓଡ଼ିଆ ଜାତିକି ଏସବୁ ଜିନିଷ ପଛକୁ ଠେଲି ନେଉଛି, ଅନ୍ଧକାରକୁ ଠେଲି ନେଉଛି। ଆପଣମାନେ ଏସବୁ ବନ୍ଦ କରନ୍ତୁ, ନହେଲେ ସ୍ୱାଭିମାନୀ ଓଡ଼ିଆମାନେ ଆପଣମାନଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦେବା ଆରମ୍ଭ କରିବେ।